श्री गणेशाय नमः। ओम नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरये। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। भागवत महापुराण दशम स्कंध त्रयोदश अध्याय अघासुर वध। श्रीशुक उवाच कहन्ति व्यासंकर शिष्य शृण राजन कृष्ण रस गोपनगरे श्रीरंग खेलन्ति कुमारंक संग दिन हरन्ति वृंदावने घरे मिलन्ति रात्र माने हेमन्ते वृंदावने केली राम गोविंद वनमाली दिने जे प्रभु देव राजा रात्र रुते जिले से सजा रजनी अछि बेनी घड़ी मुरारी निद्रा को जे छाड़ी मातांकु डाकी वनमाली पयरे कले उछाली आज मु जीवी वन घरे अन्न पुड़ाए दिय मोरे दईबे निदा घर काल खरा लागन्ते बहे झाल शीतल बेलु जीवु वन अन्न तु दिय गोबहन शुणी आनंद नंद राणी अन्न बाढ़िले घरु आणे नाना व्यंजन गुड़ दधी पुड़ा गोटिए देले बांधी शिकारे घेनी अन्न पुड़ा बेत काहाली पाद जोड़ा छंद दौड़ी कांधे घेनी गोविंद कले सिंगाधनी गोप कुमरे थिले सोई कर्णे शुभिला नाद जाई जे जहा नाम धरी डाकी बालक शयन उपेक्षी नंदर द्वारे जाई मिली देखिले राम वनमाली देखी बोइले देवराज एही प्रकारे हुआ सज पुणी मिलिले जे जाघरे अन्न घेनिले बाम करे बेणु काहाली सिंगावे तो बाछुरी घेनिले बहुत मुरली बजाई तरिते बाहर होई जे झामते अंत करिबी केते मुही बाछुरी गणना न पाई जे झा बाछुरी जुथ जुथ पछे चालन्ती गोपीनाथ समस्ते करुंड होई नाचन्ती सिंगा बेणु बाई खेमटा बेणु करताली मध्य नाचन्ती वनमाली मणि जे मुक्ता कर्ण फूल नूपुर कंकण मूल्य कोटि में खोला रत्न छंदी शिरे गुंज फल बांधी मयूर पुछ चूल शिखे कर्णे खोसिले नील पुष्पे रंग मृत्तिका अंगे बोली
ପଇତା ଛନ୍ଦେ ପୁଷ୍ପମାଳୀ କଙ୍କଣ ନୂପୁର ଶବଦେ ନାଚନ୍ତି ଏକୁଆରେ ବାଦେ କେ କାହା ଅନ୍ନ ପୁଡ଼ା ବଳେ ନେଇଲୁଚନ୍ତି ବୃକ୍ଷ ତଳେ କେ କାନ୍ଦି କୃଷ୍ଣଙ୍କୁ କହନ୍ତି ଆଜ୍ଞା ପ୍ରମାଣେ ଆଣି ଦିଅନ୍ତି ଏକ ଆରେକ ପଣ କରି ଗୋଡ଼ାଇ ହୁଅନ୍ତି ମୁରାରି କାହାର ନାମ ଧରି ବେଗେ ଦୂରୁ ଡାକନ୍ତି ବେଣୁ ନାଦେ ଶୁଣ କୋକିଳ ନାଦ ଶୁଣି ଗୋପକୁମରେ ତାହା ଭଣି ପକ୍ଷୀ ଉଡ଼ନ୍ତେ ତାହା ଦେଖି ଧାମନ୍ତି ବାଛୁରୀ ଉପେକ୍ଷୀ ଦେଖି ମୟୂର ହଂସ ଚାଲି ସୋତେ ଚାଲନ୍ତି ପେଲା ପେଲି ବକର ତୁଲେ ଯାଇ ବସି ଭେକଙ୍କ ତୁଲେ ଯାନ୍ତି ଭାସି ବାନର ପୁଅଙ୍କୁ ଧରନ୍ତି ଖେଳାଇ ପୁଣି ଛାଡ଼ି ଦିଅନ୍ତି ସେ ଯାଇ ଉଠନ୍ତି ବୃକ୍ଷରେ ପତ୍ରରେ ଲୁଚନ୍ତି କାତରେ ସୋତେ ହୁଅନ୍ତି ସେହି ମତ ଡାକନ୍ତି ପ୍ରଭୁ ଗୋପୀନାଥ ଆପଣା ଛାଇ ଦେଖି ଜଳେ ହସନ୍ତି ନାନା କୁତୁହଳେ ହେମନ୍ତ ଗୋବିନ୍ଦର ମେଳେ ବାଳକେ ନାନା କୁତୁହଳେ ଅଶେଷ ଜନ୍ମେ ପୁଣ୍ୟ କରି ନିକଟେ ପାଇଲେ ମୁରାରି କେ କହୁ ତାହାଙ୍କର ଫଳ ବେଦ ନ ଜାଣେ ଆଦି ମୂଳ ଅନେକ ଯଜ୍ଞ ତପେ ବନ୍ଦୀ ମନ ପବନ କୃଷ୍ଣ ଛନ୍ଦି ଜ୍ଞାନୀ ଚିନ୍ତନ୍ତି ଯୋଗ ବଳେ ସେ ଖେଳେ ଗୋପାଳଙ୍କ ମେଳେ ମନୁଷ୍ୟ ଦେହେ ମଞ୍ଚେ ବହି କେ ପାରେ ତାଙ୍କ ପୁଣ୍ୟ କହି ଯାହାର ପାଦ ରଜ ପାଇ ଆନନ୍ଦେ ଶଙ୍କର ନାଚଇ ସେହି ଗୋପାଳ ସଙ୍ଗେ ଜଣେ ଯାନାମ ଚାରି ବେଦ ଭଣେ ହେମନ୍ତ ଶୁଣ ନରନାଥ ଓଘା ନାମେ ଦୈତ୍ୟ କଂସରେ ମିତ୍ର ପଣ ହୋଇ ମିଳିଲା ବୃନ୍ଦାବନେ ଯାଇ ବୃକ୍ଷର ହାଡ଼େ ବସିଲା ଗୋପାଳ ପୁଅଙ୍କୁ ଚାହିଁଲା ମଧ୍ୟେ ଦେଖିଲା ଭଗବାନ ହୃଦୟରେ ଶିବ ଛର ଚିହ୍ନ କହଇ ମୋହର ବୈରୀ ବେନି ସୋଦର ଅଛି ମାରି କଂସକୁ କରିବ ଏ ନାଶ ଯାଦବେ ହାର ବିଶ୍ୱାସ ନିଶ୍ଚୟ ରିପୁ ଏ ମୋହର ମାରିଛି ବେନି ସହୋଦର ପୁତନା ଭଗିନୀ ମୋହର ମୋ ଜ୍ୟେଷ୍ଠ ଭ୍ରାତ ବକାସୁର ସୋଦର ଜଳ ତିଳ ଦେଇ ଆଜଉ ଧରି ବଇଁ ମୋହି କୃଷ୍ଣ ବାଛୁରୀ ଗୋପ ପୋଏ ମୋତେ ଦିଶନ୍ତି ତିଳ ପ୍ରାଏ ଜିହ୍ୱା ମୋହର ତମ୍ବା ପାତ୍ରୀ କୁଶ ମୋହର ଦନ୍ତପନ୍ତି ଖର ନିଶ୍ୱାସ ମନ୍ତ୍ର ସ୍ୱରେ ଅର୍ପଣ କରିବି ଉଦରେ ଗୋପେ ମିଳିବି ରାତ୍ରେ ଯାଇ ଗିଳିବି କେତେ ଜନ୍ତୁ ଗାଇ ତେବେ ହୋଇବ ମନ
ସ୍ଥିର ଆକାଶେ ବସିବେ ସଦର ପୁଣି ବିଚାରୁ ଅଛି ରହି ଗୋକୁଳେ ମୋର କାର୍ଯ୍ୟ ନାହିଁ ବାଳକ ବାଛୁରୀ ସଙ୍ଗତେ ଏ ବନେ ଗିଳିବ ଯୁକତେ ପୁଅଙ୍କୁ ଅନାଇଣ ମାଏ ଭାଳିଣ ମରିବେ ଥୋକାଏ ଏମନ୍ତେ ସାଧିବି ମୁଁ ବୈରୀ ଗିଳିବି ସର୍ପ ରୂପ ଧରି ନିଶ୍ଚୟ କଲା ଏହି ମତ ଅସୁର ଅତି ବଳବନ୍ତ ଯାହାର ନାମେ ଦେବେ ଡରି ଆକାଶେ ପଡୁଥାଏ ଉରି ଅମୃତ ଖାଇ ଦେବଗଣ ଚାହାନ୍ତି ଅସୁର ମରଣ ଯେବେ ମରିବ ଅଘାସୁର ଆକାଶେ ଆମ୍ଭେ ହେବୁ ସ୍ଥିର ବ୍ରହ୍ମା ଡରନ୍ତି ନିରନ୍ତର ଶୂନ୍ୟ କମ୍ପଇ ମୁନିବର ହୋଇଲା ଅଜଗର ରୂପୀ ବେନି ଯୋଜନ ଦେହ ବ୍ୟାପୀ ପୂର୍ବ ଦିଗକୁ ମୁଖ କଲା ସ୍ୱଭାବେ ତୁଣ୍ଡ ବିସ୍ତାରିଲା ଉପର ପାଟି କଲା ମେଘେ ଆବର ଓଷ୍ଠ ମହାଭାଗେ ଜିହ୍ୱା ବୁଲାଇ ଅନ୍ତରାଳ ଦନ୍ତ ଦିଶଇ ଗିରିମାଳ ତୁଣ୍ଡ ଦିଶଇ ଅନ୍ଧକାର ବିଷ ପବନ ଖରତର ପଶ୍ଚିମ ଦିଗେ ଯାନ୍ତି ଚଳି ଗୋରୁ ଗୋପାଳ ବନମାଳି ମାୟାରେ ଦୈତ୍ୟ ମୁଖ ଲାଗେ ପୋଏ ମିଳିଲେ ଆସିବେ गे ଖର ପବନ ବହେ ଶ୍ୱାସ ଦେହେ ଲାଗନ୍ତେ ବଡ଼ ତ୍ରାସ ଚକିତେ ଚାରି ଦିଗ ଚାହିଁ କହନ୍ତି ଏକୁ ଆରେ ଚାହିଁ କିଏ ଭାଙ୍ଗିଲା ଗିରି ଖଣ୍ଡ ବିସ୍ତାର କରି ଅଛି ତୁଣ୍ଡ କେବଲେ ମେଘ କାମ ରୂପୀ ଭୂମି ଗଗନେ ଅଛି ବ୍ୟାପୀ କେବଲେ ସର୍ପର ସ୍ୱରୂପ ଅରୁଣ ବେନି ପାଟି ଦେଖ ଆମିଷ ପ୍ରାୟ ଅତି ଗନ୍ଧ ରୁକ୍ଷ ପବନ ମନ୍ଦ ମନ୍ଦ କେବଲେ ପଡୁ ଅଛି ବନ ଜନ୍ତୁ ଯେ ହୋଇଲେ ଦହନ ତେଣୁ ଆମିଷ ଗନ୍ଧ ଦେଖି ଏହାକୁ ଭଲେ ହେନି ରେଖି ବାମ ଦକ୍ଷିଣ ଜିହ୍ୱା ଚାଳି ପୋଛିଲା ବାଟ ପ୍ରାୟ ଝଳି ଜାଣିଲି ସର୍ପର ଶରୀର ମରଣ ହୋଇ ଲାମ୍ଭର ଥୋକେ କହନ୍ତି କିମ୍ପା ଡର ଆମ୍ଭର କୃଷ୍ଣ ବଳିଆର ଯେବେ ଆମ୍ଭଙ୍କୁ ଏ ଗିଳିବ ବକାର ପ୍ରାୟ ନାଶ ଯିବ ହସିଲେ କର ତାଳି ମାରି ଆଗେ ଅଡ଼ାଇଲେ ବାଛୁରୀ କେବଲେ ଆଗେ ହୋନପଣ ନିକଟେ ନାହିଁ ପ୍ରୀତବାସ ଚାହିଁଲେ ପ୍ରଭୁ ବହୁ ଦୂରେ ଡାକନ୍ତି କୃଷ୍ଣ ଆସ ଖରେ ଡାକନ୍ତି ଦେବ ଚକ୍ରଧର ନପସ ଅସୁର ଉଦର ଦଇବେ ପଶିଲେ ସକଳେ
ଯେତେ ବାଛୁରୀ ଗୋପ ବାଳେ ଡାକନ୍ତି ରହ ରହ ସ୍ନେହେ କୃଷ୍ଣ ଧାଇଁଲେ ମାୟା ମୋହେ ତୁଣ୍ଡ ନିକଟେ ଚକ୍ରଧର ଦେଖି ବିଚାର ଅସୁର ଏହାର ନାମ ବାସୁଦେବ ଏ ଯେ କଂସକୁ ସଂହାରିବ ଗର୍ଭେ ପଶିଲେ ମୋର ଯେତେ ବୈରୀ ନୁହନ୍ତି ଏ ସମସ୍ତେ ଏ ମୋର ସୋଦର ସଂହାରୀ ବିଶେଷ କଂସର ବୈରୀ ଗର୍ଭେ ପଶିବ ଯେତେବେଳେ ପାଟି ପାଡ଼ିବି ଅବହେଳେ ହରି ଜାଣନ୍ତି ତାର ମନ ବିଚାର କଲେ ଭଗବାନ ଯେବେ ନ ପଶି ବଇଁ ମୋହି ବଛା ବାଳକ ଆଉ ନାହିଁ ଅସୁର ଉଦର ନଳେ ତୃଣ ପ୍ରାୟକ ବଛା ବାଳେ କି ବୁଦ୍ଧି କରି ବଇଁ ଆଜ ହେଳାରେ ହରାଇବି କାର୍ଯ୍ୟ ପ୍ରେମନ୍ତେ ମରି ବସୁର ବାଳକେ ହୋଇବେ ବାହାର କୃଷ୍ଣ ଚାହିଁଲେ ସ୍ଥିର ଦୃଷ୍ଟି ଅସୁର ନ ପାଡ଼ଇ ପାଟି ଦେବେ ଦେଖନ୍ତି ଶୂନ୍ୟ ରହି ତୁଣ୍ଡେ ପଶିଲେ ଭାବଗ୍ରାହୀ ଦେବେ କରନ୍ତି ହାହାକାର ପାଟି ଫାଡ଼ିଲା ଅଘାସୁର ଅସୁର ହୋଇଲା ଆନନ୍ଦ ସାଧୁଙ୍କୁ ହୋଇଲା ବିଷାଦ ସର୍ପ ଉଦରେ ଭଗବାନ ଜାଣିଲେ ଦାନ ବର ମନ ଦାସ ବତ୍ସଳ ନନ୍ଦ ବଳା ରୁନ୍ଧିଲେ ଦାନ ବର ଗଳା ଗିଳି ନ ପାରି ସେ ଦୈତ୍ୟ ଶବଦ କଲା ଗର୍ଭଗତ ପ୍ରାଣ ହୋଇଲା ଛଟପଟ କୃଷ୍ଣ ରହିଲେ କଣ୍ଠ ତଟ ଆକୁଳ ହୋଇ ମହାକାଏ କଣ୍ଠେ ବଢ଼ିଲେ ଦେବରାଏ ବଢ଼ନ୍ତେ ଗୋବିନ୍ଦ ଶରୀର ତାଳୁ ଫାଟିଲା ଧାତିକାର ପ୍ରାଣ ଗମିଲା ଶୂନ୍ୟ ପଥେ କୃଷ୍ଣ ପଶିଲେ ଗର୍ଭଗତେ ଅଘାର ଜୀବ ଯିବା କାଳେ ବାଳକ ବଛା ସବୁ ମଲେ ଚାହିଁଲେ ଅମି ଅଲୋଚନ ସକଳେ ପାଇଲେ ଜୀବନ ଗର୍ଭ ଭିତରେ ଯେତେ ଥିଲେ କୃଷ୍ଣଙ୍କୁ ସମସ୍ତେ ଦେଖିଲେ କୃଷ୍ଣ ବୋଇଲେ ବଛା ଘେନି ବାହାର ହୁଅ ଏହି କ୍ଷଣି ଉପରେ ଦେଖି ତାକୁ ଦ୍ୱାର ଗୋପାଳେ ହୋଇଲେ ବାହାର ଆଗେ ବାଛୁରୀ କଲେ ପାରି ପଛେ ରହିଲେ ନରହରି ଦେଖିଲେ ଗର୍ଭେ କେହି ନାହିଁ ବାହାର ହେଲେ ଭାବଗ୍ରାହୀ ଅଘା ଜୀବନ ଶୂନ୍ୟ ଗଲା ପୁଣିଲେ ଉଠି ନଇଲା ତହୁଁ ବାହାର ବ୍ରହ୍ମରାଶି କଳା ମେଘରୁ ଯେହ୍ନେ ଶଶୀ ଜୀବନ ଲେଉଟିଲା ବେଗ ତେଜ ବିରାଜେ ଦଶ ଦିଗ ସ୍ୱର୍ଗେ ଦେଖନ୍ତି ଦେବତାଏ
ପଶିଲା ଗୋବିନ୍ଦର ଦେହେ। ଦେଖି ଚକିତ ତିନି ପୁର ଦେବେ କରନ୍ତି ଜୟକାର। କୁସୁମ ବରସନ୍ତି ଆଣି ବ୍ରହ୍ମା ସନ୍ତୋଷ ସ୍ତୁତି ଭଣି। ନାଚନ୍ତି ଅପସରା ମାନେ ଗନ୍ଧର୍ବେ ବାଦ୍ୟ ନାଦ ଗାନେ। ଆକାଶେ କଲେ ଜୟ ଜୟ ଶୋଭିଲା ବ୍ରହ୍ମ ଲୋକ ଯାଏ। ବ୍ରହ୍ମାର ସମାଧି ଭାଜିଲା ବିମାନେ ବସି ବିଜେ କଲା। କୃଷ୍ଣଙ୍କୁ ଦେଖି ବୃନ୍ଦାବନେ ସ୍ତୁତି କରଇ ତୋଷ ମନେ। ହରି ମହିମା ମନେ ଗୁଣି ଚତୁର ମୁଖେ ବେଦ ଭଣି। ରାଜନ ଶୁଣ ସାବଧାନେ ସନ୍ଦେହ ନ କର ତୁ ମନେ। ମନୁଷ୍ୟ ଦେହେ ଅବତାର 5 ବରଷ ଚକ୍ରଧର। କେତେ ଦୈତ୍ୟ ସଂହାରିଲେ ଗୋପେ ଗୋବତ୍ସାଙ୍କୁ ତାରିଲେ। ଏମନ୍ତ ନ କରି ବିଚାର ଦେହେ ପଶିଲା ଅଘାସୁର। ମିତ୍ର ବୈରୀ ନାହିଁ ତାର ଭାବକୁ ଥାଇ ସନ୍ନିଧିର। ଯାହାର ପାଦ ସେବା କରି ହେଳେ ତରନ୍ତି ଭବବାରୀ। ଗୋପୀ ଗୋପାଳ ତାର ସଙ୍ଗେ ତରିଲେ ଭବ ଜଳୁ ରଙ୍ଗେ। ଏ କଥା ମାନ କେ କୌତୁକେ ପୋଏ କହିଲେ ବରଷକେ। ଆଜ ମାଇଲେ ସର୍ପହରି ଶୁଣି ବିଷାଦ ନର ନାରୀ। ଯମୁନା ତୀରେ ଅଘାନାଶ କହଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାಂ ବୈୟାସିକ୍ୟାಂ ଦଶମସ୍କନ୍ଧେ ବୃନ୍ଦାବନ ଗମନେ ଅଘାସୁର ବଧ ନାମ ତ୍ରୟୋଦଶ ଅଧ୍ୟାୟ। ଚତୁର୍ଦଶ ଅଧ୍ୟାୟ ବତ୍ସାହରଣ। ରାଜବାଚ ଅଘାସୁରର ନାମ ଶୁଣି ଆନନ୍ଦ ମନେ ନୃପମଣି। ହରିଚରିତ ଗୋଚର ଦେଖି ଚକିତ ବେଦବର। ସନ୍ଦେହ ବାକ୍ୟ ଶୁଣି ରାଏ ନମଇ ସୁକ ମୁନି ପାଏ। ହେ ମୁନି ତୁମ୍ଭେ ପୁଣ୍ୟ ଚେତା ହରି ବିଷୟ ତୋର ଚିନ୍ତା। ସନ୍ଦେହ ଫେଡ଼ିବା ମୋହର ମାୟା କି କଲେ ଚକ୍ରଧର। ମାତାଙ୍କ ଆଗେ ଗୋପ ସୁତେ କହିଲେ ବରଷକ ଅନ୍ତେ। ସର୍ପ ଆମ୍ଭଙ୍କୁ ଗିଳୁଥିଲା ଆଜଗୋ ଶ୍ରୀକୃଷ୍ଣ ରଖିଲା। ଏକଥା ସନ୍ଦେହ ଯେ ମୋତେ ଭୋମୁନି ନ ଯାଇ ପରତେ। ବରଷେ ପୋଏଥିଲେ କାହିଁ କିବା ମୋହିଲେ ଭାବଗ୍ରାହୀ। ଏକଥା ମୋତେ କହ ସତ କାହିଁ ବଞ୍ଚିଲେ ବରଷେ ତ। ଜୀବନ ଅସୁଖ ମୋହର ତୋ ବାଣୀ ଶୁଣି ହେବ ଦୂର। କ୍ଷତ୍ରିୟ ବଂଶେ ମୁହିଁ ଜାତ ଧନ୍ୟ ଜୀବନ ପିତା ମାତ। ହରିଚରିତ ସୁଧା ଜଳ ତୋ ମୁଖୁ ଗଳୁଛି ନିର୍ମଳ। ସେ ଜଳେ ଧୋଇ ମୋର ଚିତ ମରଣେ ହୋଇଲି ନିଶ୍ଚିନ୍ତ। ଶୁଣ ପରୀକ୍ଷ ବାଣୀ କର୍ଣ୍ଣେ
ମୁନି ବସିଲେ ଯୋଗ ଧ୍ୟାନେ ଆନନ୍ଦେ ପୁଲକିତ ହୋଇ ଗୋବିନ୍ଦ ପାଦେ ଚିତ୍ତ ଦେଇ ବେନିଲୋଚନୁ ବହେ ନୀର କହନ୍ତି ଶୁଣ ନୃପବର ହରି ସେବକ ଶିରୋମଣି ଶୁଣ ହୋ ଭାଗବତ ବାଣୀ। ଶ୍ରୀ ଶୁକବାଚ ସାଧୁଙ୍କ ମଧ୍ୟେ ତୋହି ସାଧୁ ତରିବୁ ସଂସାର ପ୍ରମାଦୁ ଯେତେ କହିଲି ଭାଗବତ ତୋଷ ନହିଲା ତୋର ଚିତ୍ତ ସାଧୁ ଜନଙ୍କର ଏ ଗତି ଦେଶନେ ବିଟପି ଯୁବତୀ ସ୍ୱାମୀ ସେବାରେ ରହି ପୁଣ ବିଟପେ କରୁଥାଇ ଧ୍ୟାନ ସଂସାରେ ଥାଇ ସେ ପ୍ରେମନ୍ତ ନିକଟେ ପାଇ ସେ ଅନନ୍ତ ମରଣୁ ତରି ଗୋପବାଳେ ମିଳିଲେ ଯମୁନାର କୂଳେ ନିର୍ମଳ ଦେଖି ବାଲି କୁଦ ଶ୍ରୀକୃଷ୍ଣ ହୋଇଲେ ଆନନ୍ଦ ନାନା କୁସୁମେ ଜଳସ୍ଥଳ ସୁବାସ ଗନ୍ଧ ପରିମଳ ଗୋପକୁମରକୁ ନାଇଁ କହନ୍ତି ପ୍ରଭୁ ଭାବଗ୍ରାହୀ ଦେଖ ସୁସଞ୍ଚ ବାଲି କୁଦ ଚାହାନ୍ତେ ଜନ୍ମଇ ଆନନ୍ଦ ନିର୍ମଳ ବାଲି ନଦୀ ତୀର ଶୀତଳ ବହଇ ସମୀର ବିବିଧ କୁସୁମ ସକଳ ସୁଗନ୍ଧ ବହେ ପରିମଳ ଶୋକ କୋକିଳ ନାଦ ଘେନି ଭ୍ରମରେ ମନୋହର ଧ୍ୱନି ନବ ପଲ୍ଲବ ତରୁଗଣ ମୟୂର କଣ୍ଠ ନାଦ ଶୁଣ ଏଠାରେ ହୁଅ ଏକ ମେଳ କହନ୍ତି ପ୍ରଭୁ ଆଦି ମୂଳ ବଛା କରନ୍ତୁ ଜଳପାନ ସକଳେ କର ହେ ସ୍ନାନ ଦେଖ କୋମଳ ଘାସ ତୀରେ ବାଛୁରୀ ଚରନ୍ତି ସଧୀରେ ଅନ୍ନ ଭୋଜନ ଆସି କର ପଞ୍ଚ ପରାଣ ହେଉ ସ୍ଥିର ମରଣୁ ଉଦ୍ଧାରିଲ ଆଜ ପେଟ ପୁରାଇ ଅନ୍ନ ଭୁଞ୍ଜ ବେଳ ଯେ ହୋଇଲା ଉଛୁର ଭୋକେ ମୋ ଦେହ ଥର ହର ତୁମ୍ଭ ମାନଙ୍କୁ ଯୋଗାଇବ ହସି ବୋଲନ୍ତି ପଦ୍ମନାଭ କୃଷ୍ଣର ବୋଲ ଶୁଣି ପୋଏ ଆନନ୍ଦ ହୋଇଲେ ଥକାଏ ଚାହିଁଲେ କୃଷ୍ଣଙ୍କୁ ଆନନ୍ଦେ ଅନଥ ହୋଇଲେ ବାଲି କୁଦେ ବଛାକୁ ଜଳ ପିଆଇଲେ କୋମଳ ଘାସେ ଛାଡ଼ି ଦେଲେ ସାରିଲେ ଗୋପ ପୁଏ ସ୍ନାନ ସନ୍ତୋଷେ କଲେ ଜଳପାନ ତୀରେ ଉଠିଲେ ଧାତିକାର ଅନ୍ନ ବାଢ଼ିଲେ ଯେ ଯାହାର କେ ବୃକ୍ଷ ପତ୍ର ତୋଳି ଆଣି ବିଷ୍ଣୁ ସୁମରି ସିଞ୍ଚେ ପାଣି ପାଷାଣ ଆଣନ୍ତି କେ ଯାଇ ଅନ୍ନ ବାଢ଼ନ୍ତି ତାହା ଥୋଇ ବସ୍ତ୍ର ପାଡ଼ନ୍ତି ପିତ ନୀଳ କେ ବୃକ୍ଷ କାଢ଼ଇ ବଳକଳ ଯେ ଝାର ମତେ ଅନ୍ନ ଥୋଇ କୃଷ୍ଣ କହନ୍ତି ତାହା ଚାହିଁ ଅନ୍ନ ଦେଖାଅ ସବୁ ମତେ ବ୍ୟଞ୍ଜନ ଆଣିଅଛ କେତେ ପୁଣି ସାନନ୍ଦ ମନେ ପୋଏ ମଧ୍ୟେ ବସିଲେ ଦେବରାଏ ଯେ ଯାହା ଅନ୍ନ ପୁଡ଼ା ଫେଡ଼ି ଦେଖାନ୍ତି
ଦେଖିବେନି କର ଯୋଡ଼ି। ଦେଖ ଗୋବିନ୍ଦ ମୋର ଭାତ ବ୍ୟଞ୍ଜନ ଅଛି ଯେ ବହୁତ। ବଗଡ଼ା ଭାତ କେ ଆଣିଲା ବେଲ କରଡ଼ା ଲୁଣଳା। କେବଲେ ଦଧି ଭାତ ମୋର ନିର୍ମଳ ଦେଖ ଦାମୋଦର। କେବଲେ ସରୁ ଭାତ ମୁହିଁ ଆଣିଛି ଖାଇବାର ପାଇଁ। କେବଲେ ତୁଚ୍ଛା ଅନ୍ନ ମୋର ଭୁଞ୍ଜିବି ପଛେ ଗୋଳି କ୍ଷୀର। ଏମନ୍ତ ଅନ୍ନ ଦେଖାଇଲେ ବେଢ଼ି ଗୋବିନ୍ଦଙ୍କୁ ବସିଲେ। ସାଦୃଶ୍ୟ ପଦ୍ମନାଭ ପ୍ରାୟେ ସ୍ୱର୍ଗେ ଦେଖନ୍ତି ଦେବତାଏ। ଶ୍ରୀକୃଷ୍ଣ ଭୁଞ୍ଜିବାର ଆସେ ବେଣୁ ଖୋସିଲେ ପୀତ ବାସେ। କାଖେ ଜାକିଲେ ସିଂହା ବେତ ଅନ୍ନ ପୁଡ଼ାଏ ବାମ ହସ୍ତ। ଅଙ୍ଗୁଳି ସନ୍ଧିରେ ଅଁଏଳା ହୃଦେ ଲମ୍ବଇ ବନମାଳା। ନାନା ପ୍ରକାରେ ପରିହାସ ଗୋପକୁମରେ ହସ ହସ। ଯଜ୍ଞ ଭୋକତା ବାଳ କେଳି ଦେଖନ୍ତି ସ୍ୱର୍ଗଲୋକ ମିଳି। ମଧ୍ୟେ ବସନ୍ତି ପୀତ ବାସ ବାଳକେ ହୁଅନ୍ତି ହରସ। ଆନନ୍ଦ ଗୋପାଳଙ୍କ ମନ ହରସେ କରନ୍ତି ଭୋଜନ। ବ୍ରହ୍ମା ଯେ ଦେଖୁଥିଲେ ଶୂନ୍ୟେ ଆସି ମିଳିଲେ ବୃନ୍ଦାବନେ। ଦେଖିଣ ଗୋବିନ୍ଦର ଗତି ମନେ ଚିନ୍ତଇ ବେଦପତି। ଅଳପ ଦିନେ ଭଗବାନ ଗୋକୁଳେ ପଡ଼ି ହୁଏ ଭ୍ରମ। ଆତ୍ମାକୁ ନ ଜାଣଇ କିଛି ଗୋପାଳ ମେଳେ ଭୁଞ୍ଜୁଅଛି। ଏହାକୁ ମାୟା ମୁଁ କରିବି ବଛା ବାଳକ ହରି ନେବି। ଦେଖିବି ଏହାର ବିକଳ କେମନ୍ତେ ରଖିବ ଗୋକୁଳ। ଏମନ୍ତ ବିଚାରଇ ବସି ଅନ୍ନ ଭୁଞ୍ଜଇ ବ୍ରହ୍ମରାଶି। କୋମଳ ଘାସ ଚରି ଚରି ଗହନେ ପଶିଲେ ବାଛୁରୀ। ମାୟାରେ ବ୍ରହ୍ମା ତାହା ହରି ରଖିଲେ କମଣ୍ଡଳେ ଭରି। ଗୋପାଳ ବଛା ନ ଦେଖିଲେ ଆନ ଭୋଜନ ଉପେକ୍ଷିଲେ। ଚକିତେ ଚାରିଦିଗେ ଚାହିଁ କହନ୍ତି କୃଷ୍ଣଙ୍କୁ ଅନାଇ। ନିକଟେ ବଛା ନଦୀ ସଇ ଯେଝାରେ ଆଣିବୁ ଓଢ଼ାଇ। ଶୁଣି କହନ୍ତି କୃଷ୍ଣ ହସି ମୁହିଁ ଆଣିବି ମନେ ପଶି। ସୁଖେ ଭୋଜନ ତୁମ୍ଭେ କର କହି ଉଠିଲେ ଚକ୍ରଧର। ପଞ୍ଚଗରାସ ତୁଣ୍ଡେ ଭରି ଅନ୍ନ ପୁଡ଼ାଏ ହସ୍ତେ ଧରି। ଗିରିକାନନ ନଦୀ ତୀରେ ଖୋଜନ୍ତି ଝାଳ ଜରଜରେ। କୃଷ୍ଣ ନ ଦେଖି ବେଦପତି ମିଳିଲେ କୁମରଙ୍କ କତି। ମାୟାର ବଳେ ପୁଅ ହରି ଥୋଇଲେ କମଣ୍ଡଳେ ଭରି। ବୃନ୍ଦାବନକୁ ଅନାଇଲେ ନିଜ ଭୁବନେ ବିଜେ କଲେ। ବଛା ନ ପାଇ ବନମାଳି ଭୋଜନ ସ୍ଥାନେ ଯାଇ ମିଳି। ଦେଖିଲେ ଗୋପ ପୁଏ ନାହିଁ ଚକିତେ ଚଉଦିଗେ ଚାହିଁ। ବୋଲନ୍ତି କିସ ଅଦ୍ଭୁତ କେନେଲା ବଛା ଗୋପ ସୁତ। ତକ୍ଷଣେ ପ୍ରଭୁ ନନ୍ଦ ବଳା ଜାଣିଲେ ବିଧାତା ହରିଲା।
ଗୋପୀ ବ୍ରହ୍ମାଙ୍କ ତୋଷ ପାଇଁ ଚିତ୍ତେ ବିଚାରି ଭାବଗ୍ରାହୀ ମାୟାର ଚିଲେ ନର ହରି ବଛା ବାଳକ ରୂପ ଧରି ଯେତେ ବାଛୁରୀ ଗୋପ ପୋଏ ଜାତ ହୋଇଲେ କୃଷ୍ଣ ଦେହେ ଯାହାର ଯେମନ୍ତ ସ୍ୱଭାବ ମାୟାଭିଆଣ ପଦ୍ମନାଭ ବିବିଧ ବନେ କାଛା ପିନ୍ଧି ମୟୂର ପୁଛ ଶିରେ ବାନ୍ଧି ଗୁଞ୍ଜରି ପାଟି ତାଳୁ ମୂଳେ ରତ୍ନକୁଣ୍ଡଳ ଗଣ୍ଡ ସ୍ଥଳେ ବଂଶୀ କଠାଉ ସିଙ୍ଗା ବେଢ଼ ଯାହାର ଯେମନ୍ତ ପ୍ରକୃତ କର ପଲବ ଶିକା ଡାକି କଣ୍ଠେ ମୁକୁତା ବିଧମାଳି ବଚନ କହନ୍ତି ଯେମନ୍ତ ମଧ୍ୟ ବାମନ ଉଚ୍ଚ ସଞ୍ଚ ଓଙ୍କାରୁ ଯେନେ ବେଦକ୍ଷରୀ ସର୍ବସ୍ୱରୂପ ନରହରି ବେଳ ହୋଇଲା ଅବସାନ ଗୋପେ ମିଳିଲେ ଭଗବାନ ବାଛୁରୀ ରୂପେ ଜନ୍ମ ହୋଇ ଆତ୍ମାକୁ ଆପଣେ ଅଡ଼ାଇ ପ୍ରବେଶ ଗୋପ ପରେ ଯାଇ ମୁରଲି ନାଦେ ଗୀତ ଗାଇ ମୁରଲି ଶୁଣି ଗୋପ ନାରୀ ପାଛୋଟି ଗଲେ ଆଗ ସରି ପୁତ୍ରଙ୍କୁ ଦେଖି ସ୍ନେହ ଭରେ ଦୃଢ଼େ ଚାପିଲେ ଘେନି କରେ ଯେଝା ବାଳକ ଧରି କୋଳେ ସ୍ନେହ କରନ୍ତି କୁତୁହଳେ ଆନନ୍ଦ କେ ପାରିବ କହି ସ୍ତନ ପିଆଇ ଚୁମ୍ବ ଦେଇ ବତ୍ସା ବାଳକେ ଯେଝା ପୁରେ କୃଷ୍ଣ ବିଜୟ ନନ୍ଦ ଘରେ ପୁତ୍ରକୁ ମାର୍ଜନା କରାଇ ଦଧିଲ ବଣି ଅନ୍ନ ଦେଇ ଯେଝାରେ କରାଇ ଭୋଜନ ଆନନ୍ଦ ଗୋପୀଙ୍କର ମନ ରାତ୍ରେ ଅଇଲେ ବନୁ ଗାଇ ହୁଙ୍କାର ନାଦେ ବେଗେ ଧାଇଁ କୋଳ ବଛାକୁ ସ୍ନେହ ବହି ଦେହଲେ ହନ୍ତେ ସ୍ତନ ଦେଇ ଭାଗ୍ୟ ଗୋପୀ ଗୋପାଳଙ୍କର କୋଳେ ଧଇଲେ ଚକ୍ରଧର ପୂର୍ବେ ଅନେକ ତପ କରି କୋଳେ ଧଇଲେ ନରହରି କେ କହୁ ଭାଗ୍ୟ ତାହାଙ୍କର ଯାହା ନ ପାଇଲେ ଶଙ୍କର ଏକଥା ନ ଜାଣନ୍ତି କେହି ମାୟା ଭିଆଣ ଭାବଗ୍ରାହୀ ନିତ୍ୟ ଚରାନ୍ତି ବଛା ବନେ ଘରେ ମିଳନ୍ତି ରାତ୍ର ମାନେ ଏମନ୍ତ ପୁରିଲା ବରଷ ଶୁଣ ରାଜନ କୃଷ୍ଣ ରସ ଦିନେ ରାମ ଘେନି ସଙ୍ଗେ ବନେ ବିଜୟ ଶିରି ରଙ୍ଗେ ପର୍ବତ ନାମେ ଗୋବର୍ଦ୍ଧନ କାଳନ୍ଦୀ ତୀରେ ଘୋର ବନ ଗୋପକୁ ମରେ ଘେନି ହରି ସେବନେ ଚରାନ୍ତି ବାଛୁରୀ ପର୍ବତେ ଗୋରୁ ଚରୁଥିଲେ ତଳେ ବଛାଙ୍କୁ ଅନାଇଲେ ଦେଖି ଧାଇଁଲେ ଅତି ଖରେ ତଳେ ମିଳିଲେ ସ୍ନେହ ଭରେ ସ୍ତନ ପିଆଇ ଦେହଲେ ହୁଙ୍କାର ନାଦେ ସର୍ବଗାଇ ଗୋପୀ ଯେ ଥିଲେ ଗିରି ଶିଖେ ତଳେ ଦେଖିଲେ ଅତି ଦୁଃଖେ ନିଜ ବାଳକ ଦେଖି ତଳେ ସ୍ନେହ କରନ୍ତି କାଖେ କୋଳେ ଚୁମ୍ବନ ଦେଇ ହୃଦେ ଚାପି ବଦନେ ଚାହାନ୍ତି ନିରୋପି ଗୋରୁ ଗୋପାଳ
ତାଙ୍କ ସ୍ନେହର ଦେଖନ୍ତି ରୋହିଣୀ କୁମାର। କହନ୍ତି ବୃକ୍ଷ ମୂଳେ ରହି ଏମନ୍ତ ଦେଖିଲା ତ ନାହିଁ, ପୂର୍ବହୁ ସ୍ନେହ ଅତ୍ୟନ୍ତ ଏ କଥା ବୁଝିବା କେମନ୍ତ। କିବା ଗୋବିନ୍ଦ ମାୟା କଲା ମୋତେ ତ ସନ୍ଦେହ ଲାଗିଲା। ରାମ ଚାହିଁଲେ ଯୋଗ ବଳେ ଯେତେ ବାଛୁରୀ ଗୋପ ବାଳେ। ସର୍ବେ ଦିଶନ୍ତି ଚତୁର୍ଭୁଜ କୋଟିଏ କାମ ଜିଣି ତେଜ। ପୀତ ବସନ କୋଟି ମାଝେ ମଣି କୁଣ୍ଡଳର ବିତେଜେ। ଦେଖି ଚକିତ ହଳଧର କୃଷ୍ଣଙ୍କୁ ପୁଛନ୍ତି ମଧୁର। ଦେବତାରୁ ସିଏ ନୁହନ୍ତି ତୋହର ପ୍ରାୟ ତ ଦିଶନ୍ତି। ନିଜ ବାଳକ ବଛା କାହିଁ ତୋ ତହୁଁ ଅନ୍ୟ ନ ଦିଶଇ। ମାୟା କି କରିଅଛୁ ମତେ କେମନ୍ତେ ଯିବି ମୁଁ ପରତେ। ଶୁଣି କହନ୍ତି ନନ୍ଦ ବଳା ବ୍ରହ୍ମା କଷଣ ମତେ ଦେଲା। ଅନ୍ନ ଭୋଜନ ଦେଖି ମୋର ହରିଲା ବାଛୁରୀ କୁମର। ଏମାନ ଭିଆଇଲି ମୁହିଁ ଶୁଣି ମୋ ସାବଧାନ ହୋଇ। ଶୁଣି ଆନନ୍ଦ ବଳରାମ କୃଷ୍ଣଙ୍କୁ ଦିଅନ୍ତି ଚୁମ୍ବନ। ଗୋପେ ମିଳିଲେ ରାତ୍ର କାଳେ ଶୟନ ଯଶୋଦାର କୋଳେ। ରଜନୀ ହୋଇଲା ପ୍ରଭାତ ବନେ ଚଳିଲେ ଗୋପୀନାଥ। ବ୍ରହ୍ମା ଯେ ବଛା ହରି ନେଲା ମର୍ତ୍ତ୍ୟକୁ ବରଷେ ହୋଇଲା। ବିଧାତା ବିଚାରଇ ମନେ କୃଷ୍ଣ ଭେଟିବି ବୃନ୍ଦାବନେ। କେମନ୍ତେ କଲେ ଦାମୋଦର ଆଜ ଦେଖିବି ଗୋପପୁର। ବ୍ରହ୍ମା ବିଚାରି ଏହା ମନେ ବେগে ବିଚାରି ମନ ଛନେ। ଦେଖିଲେ କଦମ୍ବର ତଳେ କୃଷ୍ଣ ଗୋବତ୍ସା ଗୋପ ବାଳେ। ମୁରଲି ବଜାଇ ସ୍ୱଚ୍ଛନ୍ଦେ ବାଳକେ ନାଚନ୍ତି ଆନନ୍ଦେ। ନିଶ୍ଚିନ୍ତେ ଚରାନ୍ତି ବାଛୁରୀ ମଧ୍ୟେ ବିଜୟ ନରହରି। ଦେଖି ଚକିତ ବେଦପତି ବନେ ଚାହାନ୍ତି ଚଉକତି। ଚକିତେ ହୋଇ ଛନ ଛନ ବିଧାତା ବିଚାରଇ ମନ। ବଛା ବାଳକ ମୁଁ ଯେ ନେଇ ମାୟା ଶୟଳେ ଅଛି ଥୋଇ। ଏହାଙ୍କୁ କାହୁଁ ଏ ଆଣିଲା ଏମନ୍ତ ବୋଲି ବାହୁଡ଼ିଲା। ପୁଣି ଚଳିଲେ ନଦୀ ତୀରେ ବାଳକେ ଅଛନ୍ତି ସେଠାରେ। ଆନନ୍ଦେ ଚରାନ୍ତି ବାଛୁରୀ ନାଚନ୍ତି ବେଣୁ ନାଦ କରି। ଉଭୟ ସଙ୍କଟେ ବିଧାତା ମନେ ପାଇଲେ ଗୁରୁ ଚିନ୍ତା। ପୁଣି ମିଳିଲେ ନଦୀ ତୀରେ ବାଳକେ ଅଛନ୍ତି ସେଠାରେ। ବ୍ରହ୍ମା ଯେ ବିଚାରି ଚକିତ କହଇ ଏତ ବିପରୀତ।
मोर भुवने शोइछन्ति पुणी ए बने चरुछन्ति एहाए काहूँ भिआइला मोते तो सन्देह लागिला कि बुद्धि करिबई आज मोते होइला बड़ लाज जेबे मो बच्चा देवी आणी कोप करिबे चक्रपाणी किबा मोहर बड़पण हास्य करिबे देवगण करिबी केवण उपाय नपुण कोपे देवराय मोहर नुहई संचिला आउ कि ब्रह्माए होइला बालक बाछुरी भिआई गोविंद अछि कि लुचाई एमंत विचारिला मन माया मोहिले भगवान निज माया रे आत्मा जड़ी पड़िला मोहि तले हुड़ी पुणी उठिला बेदवर भये कंपई थरहर घोर अंधार रात्र मान कुहुड़ी दिशई जे सन दिवसे जुळु जुळा पोक प्रकाशी पारे किया लोक क्षणके होइला सचेत पुणी भाळई भयचित जेते बाछुरी गोप बाळ ब्रह्मांकु दिशन्ति सकळ नील जलद तनु कान्ति पीत बसन झटकन्ति श्रवणे कुंडल विराजे रवि मंडल तेजे गंजे श्रीवत्स चिन्ह कंठे मणि कटीरे रत्न ओढ़ियाणे मर्कत स्तंभ भुज चारी शंख कमल गदाधारी दक्षिण करे चक्र सोहे रूप कोटिए काम मोहे करे कंकण रत्नहार चरणे बाजई नूपुर कोमल तुलसीर माळ कंठु लंबई पाद तळ किरण शशि जिणि तेज बेनि चरणे चतुर्भुज विकच कमल लोचन अधर बिंब फल बन जार महिमा परमाणी वेद वेदांते नुहे जाणी स्तुति करन्ति सुर मुनि पादे खटन्ति पद्म जोनि अशेष ब्रह्मांड ठाकुर ब्रह्मा जे सेवन्ति पयर के नृत्य करे गीत स्वरे पूजन्ति नाना उपहारे आत्मारु ब्रह्मलोक जाए ब्रह्मांडे जेते उपाये पंच इंद्रिय पंचभूत ए आदि अष्ट जे दैवत बुद्धि चेतना अहंकार जेते से मनर विचार जेझा विषय निज रूपे खटन्ति ब्रह्मार समीपे अणिमादि अष्टनिधि का
स्वभावे कार्य सिद्धि सृष्टि करन्ति अप्रमेत चंचल ब्रह्मांकर चित्त खटन्ति गोविंद पयर देखि चकित वेदवर कोटि अंतरे तुल्य नहे स्वरूपे ब्रह्मार पराए हेमंत कृष्ण माया देखी भये बुझिले अष्ट आखि जेसन देवी पूजागे काष्ठ पितोला थाई रंगे तेसने होई वेदवर रहिले गोविंद छामुर वेदे गोचरे नुहे जेहु एड़े महिमा महाबाहु प्रमाण न पाइलांत ब्रह्मा होइले मोहगत कंठे होइला आसी प्राण जानिले कमला रमण ब्रह्मांकु कृष्ण दया कले माया पटक उहाड़िले ज्ञान पाइला प्रजापति उठी चाहिला चौकती देखई वृंदा बन लागे लक्ष्मी विजय चौदिगे बन जंतुंक हिंसा नाही चरंती मित्र प्राय होई देखिले कदम्बर तले कृष्ण नाचंती कुतूहले पुणी देखिला केहि नाही घड़ी के चौदिगे चाहे विस्मय होई छन्न छन्न विकले बुझिला नयन घड़ी के पुणी अनाइला देखई गोविंदर लीला बाम करे अनघेने बछा खोजंती मने भ्रमे दक्षिण रथु ओह्लाइला कृष्णर निकटे मिलिला पादे पड़िला वेदवर अवने दिशिला सुंदर चारि मुकुट सिरे थिला गोविंद चरणे लागिला पाद पद्मरे चित्त देई भये कहई त्राहि त्राहि पूजई गोविंद पୟରେ विविध अर्घ्य उपहारे पाद धोइला चक्षुनीरे मन निवेशी कृष्ण ठारे स्तुति करई चारि बेदे आनंदे शोक गद गदे केतेक बेले पादे पड़ी कहइबेनि कर जोड़ी से हरि चरण कमले सुजने चिंत ध्यान बळे बच्छा हरण एहु छांद एणे छाड़िबे भव फांद श्रीकृष्ण पादे देई चित्त कह
वै विप्र जगन्नाथ। इति श्रीमद्भागवते महापुराणे पारमहंस्यां संहितायां वैयासिक्यां दशमस्कन्धे वत्सहरणे नाम 14 अध्याय।